শুনিমা হেউ গুহারি জয় তু মঙ্গলা মাগো জয় হর চণ্ডী শুনিমা হেউ গুহারি তোতে সুমরিলে মাগো দূরি তোতে খণ্ডী শুনিমা হেউ গুহারি কোন গানরে সুমরন্তি যেউ জন শুনিমা হেউ গুহারি মহাঘোর সংকটরু ফেড়ু তু বন্ধন শুনিমা হেউ গুহারি নাথ মাগো দুব করু দারু শুনিমা হেউ গুহারি দুস্তর পড়িলে মাগো প্রাণী কি ধরো শুনিমা হেউ গুহারি বিল্লুয়া মঙ্গল ব্রাহ্মণ বেশ্যাসক্ত হয়ে যাই বাপা মা বিচার কলে পুটা ভুল রাস্তাକୁ ଯାଇଛି পুଅ କିନ୍ତୁ ମନେ ଭାବିଛି ମୁଁ ଚିନ୍ତାମଣି ପାଖରେ ଅଛି ବାପା ମା ବିଚାର କଲେ ପୁଅ ଭୁଲ ବାଟରେ ଯାଇଛି ତାକୁ ବାହାଘର କରିଦବ ଯାଜପୁରିଆ ପୁଅ କୃଷ୍ଣ ପ୍ରସାଦ ବସୁ ବିଲ୍ଲୁଆ ମଙ୍ଗଳ ନାଟକରେ ଧାଡ଼ିଏ ଲେଖିଲେ ଏ ମିଠା ପଦ କିଏ ଦବ ଯୋଉଠି ବାପାଲୋ ବାଦପାଲା ହୁଏ ଆମେ ହେଲୁ ଅଖଣ୍ଡ କଟକ ଜିଲ୍ଲା ଗାଏ ମାନେ କଟକ ଯାଜପୁର ଜଗତସିଂହପୁର କେନ୍ଦ୍ରାପଡ଼ା ଆମେ ହେଲୁ କଟକିଆ କଲା ବାଲା ସେତେବେଳ ଗାୟକ କହୁ ସିଏ ହେଲେ ପୁରୀ ଖୋର୍ଦ୍ଧା ନୟାଗଡ଼ ଗଞ୍ଜାମ ସବୁ ପାଲା ବାଲା ସିଏ ହେଲେ ପୁରୀ ପାଲା ବାଲା କଟକିଆ ପାଲା ବାଲା ଆଉ ପୁରୀ ପାଲା ବାଲାଙ୍କର କେବେ ପଡେନି ଆମକୁ ବଳୁଆ କଲା କିଏ ଏ ଯାଜପୁରିଆ ପୁଅ ବସୁ ସାହିତ୍ୟ ଯିଏ ଘୋଷିନି ସେ ଗାୟକଟା ପଶୁ ସାଙ୍ଗରେ ସମାନ ଏମିତିଆ ମିଠା ପଦ କିଏ ଲେଖିବ ଲେଖିଲେ ବସୁ କଣ କହିଲେ ବାପା ମା ବିଲ୍ଲୁଆ ମଙ୍ଗଳର ବାହାଘର କରେଇଲେ କୋଉଠି ବାହାର କରେଇଲେ ନା ବୃଦ୍ଧ ଜନକ ଜନନୀ ଦୁହିଙ୍କ ନୟନ ମଣି ଦୁଇ କଳ ମଣି ପରି ଜନେ ଜନେ আনন্দে মেলা আনন্দে মেলায় ভোলা আনন্দে মেলা বাছি বাছি দেলে দিভা শুনে ত্রাক লোক প্রভারে ঘুরে থাক নকা প্রভা রাধা সাক্ষাতে গৌরী প্রায় ফুশিলা অনুপম বধূ সম্পদ অনুপম মধু সম্পদ ভারু বৃদ্ধ রুদ ভাবে গদ গদ ସୁଜାତା ନାମକ ଗୋଟେ ବ୍ରାହ୍ମଣ ଝିଅ ବାହାଘର କରିଛନ୍ତି ବିଲ୍ଲୁଆ ମଙ୍ଗଳକୁ ଚୌଠି ରାତ୍ରରେ ବିଲ୍ଲୁଆ ମଙ୍ଗଳ ଛାଡିକି ପଳଉଛି ବହୁ କାନ୍ଦୁଛି ଘର ଭିତରେ ସ୍ୱାମୀ ଆଉ ପାଖରେ ନାହିଁ ବରୁଣେଶ୍ୱର ପୂଜାରୀ ଆମ ନାରାୟଣ ଭାଇ ନା ତ ନାରାୟଣ ପଣ୍ଡା ଆପଣଙ୍କୁ ପୂଜାରେ ମୁଗ୍ଧ ହୋଇ 100 ଟଙ୍କା ବ୍ରାହ୍ମଣିଆ ଲୋକ କାହିଁକି ପଇସା ଦଉଛି ମୋ ଜାତି ଭାଇ
ମୁଣ୍ଡିଆଟେ ମାରୁଛି ନାରାୟଣ ଭାଇନା ପରା ବ୍ରାହ୍ମଣ ବ୍ରାହ୍ମଣ ହାତରୁ ଖାଇଲେ ମଲା ମାଙ୍କଡ ଗଛରୁ ପଇଲେ ମଲା ତମେ କାହିଁକି 100 ଟଙ୍କା ଦେଲ ଯେ ସକାଳୁ ମୁଠୁ ନେଇଯିବ ଅନ୍ୟ ଲୋକ ଦେଲେ ଚଳିବ তুমি ବ୍ରାହ୍ମଣିଆ ଲୋକ ବ୍ରାହ୍ମଣ ଧନ ପରା ହଳାହଳ ବିଷ ଅବଶ୍ୟ ମୁଁ ଚଳେଇଦେବି କାରଣ ମୁଁ ତମ ଜାତି ଭାଇ ନା ମୁଁ ଚଳେଇଦେବି ହଉ ଗାୟନ୍ତୀ ଦେବାହା କ୍ଷୀରଗୀ ତୋକାନି ଧନ୍ୟା ସ୍ତୁତିରେ ଭାରତ ଭୂମି ଭାଗି ସ୍ୱର୍ଗା ପଦମାର୍ଗ ଭୂତେ ଆର ଭବନ୍ତି ଭୂୟ ପୁରୁଷ ସୁରତ୍ୱାଟ ମୁଁ ନାରାୟଣ ଭାଇନାଙ୍କର ନାରାୟଣ କଲ୍ୟାଣ କରନ୍ତୁ ତାଙ୍କ ପିଲା ଛୁଆ ସପରିବାର ଖୁସିରେ ରହନ୍ତୁ ସୁଖ ପାଆନ୍ତୁ ଧନ ଜନ କାମ ମୁଖ୍ୟ ଚତୁର୍ବର୍ଗ ଫଳ ପ୍ରାପ୍ତି ହଉ ସର୍ବେ ବୋଲ ଆନନ୍ଦେ হরি বল হরি বল হরি বল ବିଲୁଅ ମଙ୍ଗଳ ବ୍ରାହ୍ମଣ ସ୍ତ୍ରୀ କି ଛାଡ଼ି ଦେଇ ରାତି ଅଧରେ ଚିନ୍ତାମଣି ବେଶ୍ୟା ପାଖରେ ପହଞ୍ଚିଲେ ଏପଟେ ମାନ କରି ଚିନ୍ତାମଣି ବେଶ୍ୟା ବସି ଏତେବେଳେ ହେଲାଣି ତମେ କୁଆଡେ ଯାଇଥିଲ ତମ ବିନା ମୁଁ ରହିପାରିବିନି ବଞ୍ଚିବିନି ବିଲୁଅ ମଙ୍ଗଳ ବୁଝଉଛି ଚିନ୍ତାମଣି ବେଶ୍ୟାକୁ ବୁଝଉଛି ଡାକିଲା ପଦେ ଚୌପଦେ ବିଲୁଅ ମଙ୍ଗଳ ଚିନ୍ତାମଣି କି ଡାକୁଛି କହିଲା ଚମ୍ପକ ବରନାରେ ଚମ୍ପକ ବର୍ଣ୍ଣା ବର୍ଣ୍ଣା ଚମ୍ପକ বরনারে କିଲୋ ଯାଉଛୁ ସତେ ଚମ୍ପକ ବରନାରେ ଏ କିଲୋ ଅନୁଗ୍ରହ କରି হরি আলো অনুগ্রহ করি মতে চম্পক বরনারে কেড়ে যাউছু সতে কেড়ে যাউছু সতে চম্পক বরনারে যাউছু সতে কেড়ে যাউছু সতে চম্পক বরনারে গলা মারু অছি মারো মার গল মারো মারো বহু অছি এ পঞ্চ প্রাণ বহু অছি এ পঞ্চ প্রাণ বহু অছি এ পঞ্চ প্রাণ ফিঙ্গি দেলা নেই এই ফিঙ্গি ভেলা নেই ফিঙ্গি ভেলা নেই ফিঙ্গি দেলা নেই তাপসরি চম্পক বরনারে এখানে যাউছু সতে যাউছু সতে চম্পক বরনারে কালি কর্ণিকা পালা গাইକି ଆସିଲି ଏଇଠି ସକାଳେ ରହିବା କଥା ମୁଁ କହିଲି ଅନୁଷ୍ଠାନ କାହିଁକି ଖରାପ ଭାବିବ ଅନୁଷ୍ଠାନରେ ଦ୍ୱିପରେ ପହଞ୍ଚିବେ ଆଜ୍ଞା ମୁଁ ବି ଖାଇବା ଭାଇ ଦେଇ ତୁ କାମ ଏତିକି କରୁଣା କରିବୁ
যেবে তুহি বর্জিবু ধন দেবে দেজি দেবী জীবন দেবে দেবী দেবী জীবন দেবে দেবী দেবী জীবন গীতো বাঙ্কা নিধি ভাষই সধিরে বীজ বাঙ্কানি দিবাসই সধিরে হরিরি পুয়ঙ্ক মাতিবা ବିଲ୍ୱ ମଙ୍ଗଳ ସହିତ ଚିନ୍ତାମଣିର ପ୍ରେମ ହଉଛି ଠିକ ଏଇ ସମୟରେ କଣ ହେଲା ଆଜ୍ଞା ଜୟମଙ୍ଗଳ ବ୍ରାହ୍ମଣଟା ମରିଗଲା ପୁଅ ଚିନ୍ତାରେ ଗାଁ ଲୋକ ସବୁ ଜୟମଙ୍ଗଳ ବ୍ରାହ୍ମଣ ପଟେ କାହିଁକି କାହିଁକି ନା ଯାଠି କ୍ୱାଲିଟି ଥବ ଆଜ୍ଞା ତା ପଛରେ ହଜାରେ ଗୋଡେଇବେ ନିଶ୍ଚିତ ତମ ଗାଁରେ ସେ ଯେତେ ବଡ ଲୋକ ହଉ ତା ପଛରେ ଗୋଡେଇବେନି କ୍ୱାଲିଟି ଥିବା ଲୋକ ପଛରେ ସମସ୍ତେ ଧାଇବେ ଆଜ୍ଞା ଦେଖୁନ ଆଜ୍ଞା କଲା ଓଡିଶା ରାଜନୀତି ଥିଲା ବୋ ବାବୁ ନବୀନ ପଟ୍ଟନାୟକ ହେଲା ଯେତେ ଯେତେ ମୁଖ୍ୟମନ୍ତ୍ରୀ ଭାବୁଥିଲେ ପୁଅକୁ ସେ ଟାଣି ନେଲା ମୁଖ୍ୟମନ୍ତ୍ରୀ ପୁଅ ତ ମୁଖ୍ୟମନ୍ତ୍ରୀ ହବ ବିଜୁ ପଟ୍ଟନାୟକ ଥିଲା ମୁଖ୍ୟମନ୍ତ୍ରୀ ତା ପୁଅ ନବୀନା ମୁଖ୍ୟମନ୍ତ୍ରୀ ହେଲା ତାମାନେ ମୁଖ୍ୟମନ୍ତ୍ରୀ ପୁଅ ମୁଖ୍ୟମନ୍ତ୍ରୀ ହବ କଲା ନନ୍ଦିନୀ ଶତପଥୀ ଥିଲା ହୋ ପୁଅ ତଥାଗତ ପରା ଭଲା ନବୀନା ପଛରେ ଗୋଡାଇ ଗୋଡାଇ ଶଙ୍ଖ ଚିହ୍ନକୁ ଫୁଙ୍କିଲା ତଥାଗତ ଶତପଥୀ ବାପା ମା ହଉଛି ନନ୍ଦିନୀ ଶତପଥୀ ଓଡିଶାର ମୁଖ୍ୟମନ୍ତ୍ରୀ ଥିଲାନି ତା ପୁଅ ନବୀନା ପଛରେ ଶଙ୍ଖ ଧରିକି ବଢିଲା ଆଜି ଆମ ଏଇ କେନ୍ଦ୍ରାପଡା ଲାଗିଛି ଭଦ୍ରକ କଲା ନୀଳମଣି ରାଉତ ରାୟ ହୋ ପୁଅ ବିଜୟ ବୋଲି ଯେ ନ୍ୟାୟ ନବୀନା ପଛରେ ଗୋଡେଇ ଗୋଡେଇ କହେ ଶଙ୍ଖ ଚିହ୍ନ ଜୟ ନବୀନା ପଛରେ ଗୋଡେଇଲା ନୀଳମଣି ରାଉତ ରାୟ ବିଜୟଶ୍ରୀ ରାଉତରାୟ ତା ପଛରେ ଗୋଳିଲା କଣ ସମସ୍ତେ ରହିଲେ କି ଗଲା ଜାନକୀର ଜୁଆଇ ଯେ ହୋ ବାବୁ ସୌମ୍ୟ ରଞ୍ଜନ ଯେ ତହି ଅଣ୍ଡପଡାରେ ମାଠିଆ ଧରି ବୁଲୁଥିଲା ଶଙ୍ଖ ଚିହ୍ନ ସାଇ ଜାନକୀ ଜୁଆଇ ସୌମ୍ୟ ରଞ୍ଜନ ଖଣ୍ଡପଡାରେ ମାଠିଆ ଚିହ୍ନ ଜିନ୍ଦାବାଦ କହୁଥିଲା କଣ ହେଲା କେଜାଣି ନବୀନା ପଛରେ ଶଙ୍ଖ ଚିହ୍ନ ଜିନ୍ଦାବାଦ କଣ ସେତିକି କଲା ହରେ କୃଷ୍ଣ ମହତାବ ହୋ ବାବୁ ପୁତ୍ର ଭର୍ତ୍ତୁ ହରି ଯବ ଓଡିଶାର ପୂର୍ବ ମୁଖ୍ୟମନ୍ତ୍ରୀ ତା ପୁଅ ଗେଣ୍ଡାକୁ ଯେ ଧବ ହରେ କୃଷ୍ଣ ମହତାବ ପୂର୍ବରୁ ଆଜ୍ଞା ମୁଖ୍ୟମନ୍ତ୍ରୀ ଥିଲେ ନା ନାଇଁ ତା ପୁଅ ଭର୍ତ୍ତୁହରି ମୁଖ୍ୟମନ୍ତ୍ରୀ ହେଇପାରେ ନବୀନା ପଛରେ ଗୋଡେଇଛି ମୁଁ କିନ୍ତୁ ହୋତା ପାଲା ବାଲା କାହା ପଛରେ ଗୋଡେଇନି ମୋ ଜୀବନ ଯାକ ମୁଁ ହାତରେ ଭୋଟ ଦେଇଛି ମତେ କିଏ ଗୁଳି ମାରଦୁ ତୁ କୋଉଥିରେ ଭୋଟ ଦେଇଛୁ କଣ ତୋ ବୁପା କାଳି କିଏ ଭୋଟ ଦେଇଥିଲା ରହ ମାଗିନା
ଆଜ୍ଞା ଆପଣ କୋଉଥିରେ ଭୋଟ ଦେଇଛନ୍ତି? ମୁଁ ହାତରେ ଦେଇଛି। ଏକା ବେଳେ କହିଦେଇଛନ୍ତି ସାର୍। ପୁଅ ଗୌତମ ଆଜ୍ଞା ତୁ କୋଉଥିରେ ଭୋଟ ଦେଇଛୁ ରେ? ମୁଁ ଆଜ୍ଞା ହାତରେ ଦେଇଛି। ତୋର ବି ହାତ। ଆଜ୍ଞା ପୁଅ ବିଚିତ୍ରାନନ୍ଦ ଆଜ୍ଞା ତୁ କୋଉଥିରେ ଭୋଟ ଦେଇଛୁ? ମୁଁ ଫୁଲେରେ ତମ ବୋପା କାଳେ କିଏ ଭୋଟ ଦେଇଥିଲା? ଆଜ୍ଞା ଆମେ ଯେତେ ଭୋଟ ଦେଇଛେ ସବୁ ହାତରେ ଦେଇଛେ। ଆରେ ମୂର୍ଖ, ଆଗରୁ ବାଲାଟ ବକ୍ସ ଥିଲା, ଆଜିକାଲି ମେସିନ୍ ହେଇଗଲା। ଆଚ୍ଛା ଯୋଉ ମେସିନରେ ତୁ ଚିହ୍ନକୁ ତତେ ପଚାରିଛି କୋଉ ଚିହ୍ନରେ ଦେଇ? ଯୋଉ ମେସିନ୍ କି ଚିପିଲୁ ତୁ ହାତରେ ଚିପିଲୁ ନା ଗୋଡରେ ଚିପିଲୁ? କୋଉଥିରେ ଚିପିଲ? ହାତରେ ଚିପିଲ ନା ଗୋଡରେ ଚିପିଲ? ନାଇଁ ବଟମକୁ ହାତରେ ଚିପିଲି। ମୁଁ କହୁଛି ମୁଁ ହାତରେ ଦେଇଛି। ମୋ ହାତରେ ମୁଁ ଚିପିଛି କୋଉ ଚିହ୍ନକୁ। ଆଉ ମୁଁ କଣ କହିଛି କୋଉ ଚିହ୍ନକୁ ଭୋଟ ଦେଇଛି? ଆଚ୍ଛା ଆମେ ସବୁ ହାତ ବାଟିବାଲା, ହଁ ଆମେ ସବୁ ହାତରେ ଭୋଟ ଦେଇଛୁ। ଶ୍ରୀ ଶ୍ରୀ ଜଗନ୍ନାଥ କଳା ସଂସ୍କୃତି ଓଡ଼ିଶା ବିକାଶ ପରିଷଦର ସଂକୀର୍ତ୍ତନ ସେବା ମଣ୍ଡଳୀର ମହିଳା ସଭାପତି କପିକା ପଞ୍ଚାୟତର ଉର୍ମିଳା ମଲ୍ଲିକ 50 ଟଙ୍କା ଅର୍ପଣ କରିଛନ୍ତି। ହଉ ଚଳେଇଦେବା, କାହିଁକି ତମରି ମାନଙ୍କ ଭିତରେ ମୋ ଭାରିଜାଟା ବି ଅଛି। ସିଏ CRP ଚାକିରି କରୁଛି। ହଁ ବର୍ତ୍ତମାନ ଏ ବିଜେପି ସରକାର ତାଙ୍କ ରେଟ୍ ଦରମା କମେଇଛନ୍ତି ବୋଲି ରାଲି ଚାଲିଛି। ଚାଲିଛି ରାଲି। ମୁଁ ଘରକୁ ଗଲେ ମୋ ଭାରିଜା ମୁଠେ ଖାଇବାକୁ ଦଉନି। ଦଉନାହାନ୍ତି। କହିଲା ରୋଷେଇ କରି ଖାଇଦିଅ। ମୁଁ କହିଲି କୋଉଠି ଅଛ? ନା ରାଲିରେ। କାହିଁକି ଗଭର୍ଣ୍ଣମେଣ୍ଟ ପଇସା କମେଇ ଦେଇଛି ବର୍ତ୍ତମାନ। ହଁ କଣ ସେନ୍ସିଟିଭ ଅନୁଯାୟୀ ପଇସା ପାଇବ, ଇନସେଟିଭ ଅନୁଯାୟୀ। ଆଚ୍ଛା କୋଉ ମାସରେ 3000 କୋଉ ମାସରେ 2000। ହଁ ତେଣୁ ତମର ତ ରେଟ୍ କମି ଯାଇଛି, ଆଉ ତମେ କୋଉଠୁ ବେଶୀ ପଇସା ଆଣିବ ଯେ ଦବ? ଏଇ 50 ଟଙ୍କାକୁ ମୋ ମାଲୋ ଉର୍ମିଳା ଝିଅ ବାସ୍। ମୁଁ 5 ଲକ୍ଷ ବୋଲି ମନରେ ବିଚାର କରି ହଁ ଆକୁ ଗ୍ରହଣ କରୁଛି। କେବଳ ତୋର ନୁହଁ, ତୋ ପରିବାରର, ତୋ ଗାଁର, ଏ ଅନୁଷ୍ଠାନର ଯେତେ କର୍ମକର୍ତ୍ତା ବସିଛନ୍ତି, ହଁ ହଁ ମୋ ମା ଭଉଣୀ ମାନେ ଯେତିକି ଏଠି ବସିଛନ୍ତି, ବସିଛନ୍ତି। ମୋର ଗୁରୁ ଗୁରୁଜନ ସମସ୍ତଙ୍କର ମଙ୍ଗଳ ହଉ, ହଁ ସମସ୍ତଙ୍କର କଲ୍ୟାଣ ହଉ। ହଁ ସର୍ବେ ବୋଲ ଆନନ୍ଦେ କବାର। ହରି ବୋଲ ହରି ବୋଲ ହରି ବୋଲ। ହରି ବୋଲ ହରି ବୋଲ ହରି ବୋଲ। ଆପଣଙ୍କୁ ମୁଗ୍ଧ ହୋଇ 500 ଟଙ୍କା ଦେଲେ, ମୁଁ ଏଥିରେ ଖୁସି ନୁହଁ। ନା ଏଇ 500 ଟଙ୍କାଟା ନ ନାଲୁ କାଲି ମୁଁ ଖର୍ଚ୍ଚ କରିଦେଇଥିଲି, ଆଉ ପରଦିନ ସରପଞ୍ଚ କଥା ମନେ ପଡିବ? ହଁ ପଡିବନି। ଏମିତି କେତେ ଦେହରେ ଫୁଡୁଛନ୍ତି 500,000, ଆଚ୍ଛା ମନେ ପଡିବ କେମିତି? କିପରି? କାଲି ପେଣ୍ଡାଲକୁ ଚଢିଲା ବେଳେ ହଁ 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 ମୁଁ ତ ଏମିତିଆ ଯୋଡ ହଳଟେ କିଣିକି ଆଣିକି ରଖ, ବାସ୍ ବାସ୍। ମୁଁ ତାକୁ ପିନ୍ଧିକି ପେଣ୍ଡାଲ ଉପରେ ଠିଆ ହଉଥିବି। ହଁ ହଁ ଯେତେବେଳେ ଯୋଡକୁ ଅନେଇ ଦେବି ମୁଁ କହିବି ଅରେ ଏଇ ସରପଞ୍ଚ ମତେ ଦେଇଛନ୍ତି, ବାରମ୍ବାର ମନେ ପୂର୍ବତନ ସରପଞ୍ଚ ଦେଇଛନ୍ତି। ବାସ୍। ସେତିକି ବେଳେ ମନେ ପଡିଲେ ତମର ହରି ହରି ଗାନ ହବ। ହଉ, ତେଣୁ ସରପଞ୍ଚ ବାବୁଙ୍କର, ହଁ ଆମ ପୁରୁଣା ସରପଞ୍ଚର ଆଚ୍ଛା ମଙ୍ଗଳ କରନ୍ତୁ। ନାରାୟଣ ବୋଲ ଆନନ୍ଦେ କବା। ହରି ବୋଲ ହରି ବୋଲ ହରି ବୋଲ। ଅରେଇ ଯାଇଛି। ହଁ ବିଲୁଆ ମଙ୍ଗଳ ଚିନ୍ତାମଣି ବେଶ୍ୟା ପାଖରେ ସମୟ କାଟୁଛି। ଆଜ୍ଞା ଶବଟା ଗାଁରେ ପଡି ରହିଛି। ଶବ ଥିଲା ଯାଏ କେହି ତ ଖାଇବା ଗଣ୍ଡେ ଖାଇପାରିବେନି। ନା ବ୍ରାହ୍ମଣ ମାନେ ବିଚାର କଲେ ଚାଲ ବିଲୁଆ ମଙ୍ଗଳକୁ ଆଇଲେ ତା ବୋପା ମୁହଁରେ ଟିକେ ନିଆଁ ଦବ। ହଁ ହଁ ଯେତେବେଳେ ଏ ଚିନ୍ତାମଣି ବେଶ୍ୟା ପାଖରେ ପହଞ୍ଚୁଛନ୍ତି, ବିଲୁଆ ମଙ୍ଗଳ କଣ କରିଛି ଜାଣିଛୁ ରେ ବୁଢା? କଣ କରିଛି? ବିଲୁଅ ମଙ୍ଗଳ କଣ କରୁଛି ସେତେବେଳେ? ତୋ କଥା କଣ, ନା ଆଜ୍ଞା ତୋ କଥା କଣ? ମୋ କଥା କଣ? ମୋ ଘରେ ଶୋଇଛି ବୁଢା, ତୁ ଜାଣିଛୁ? ହଁ ମୁଁ କହିଥିଲି ଆମେ ଅରେଇ ଯିବାନି, ହଁ ଘରକୁ ପଳେଇବା, 2 ଦିନ ରେଷ୍ଟ ନବା। ହଁ ୟା ମୁଣ୍ଡରେ ଟା ପଡୁଛି, ରାତି ଯାକ ନୁହଁ ଦିନ ଯାକ ବସିକି ଖଟ ଉପରେ ଶୋଇକି ଉର୍ମିଳା
ଉର୍ମିଳା ଉର୍ମିଳା ହଉଛି ତ ବାହାରିଯାକୁ ତୁ ଏତିକି ଭଲ ପାଉ ଶହେ ଶହେ ଏ? 1000 ଭଲ ପାଉଛେ କଲ୍ୟାଣ କରୁଛି ତୋତେ ତୋ ସ୍ତ୍ରୀ ଯେମିତି ବିଧବା ହଉ ଆଜ୍ଞା ମୁଁ ମଲେ ତ ଫେରେ ସେ ବିଧବା ହବ ନା ସ୍ୱାମୀ ମଲେ ସ୍ତ୍ରୀ ବିଧବା ହବ ହଁ କୋଉ ଶାସ୍ତ୍ରରେ ଅଛି ଲେଖେଇବୁ ମୁଁ ନୃସିଂହ ହୋତା କହୁଛି କିରେ ସ୍ୱାମୀ ମଲେ ସ୍ତ୍ରୀ ବିଧବା ହବ ନା ଆଉ ସ୍ୱାମୀ ବଞ୍ଚିକି ଯୋଉ ସ୍ତ୍ରୀ ବିଧବା ହେଲା ସେଇଟା ପ୍ରକୃତ ସ୍ତ୍ରୀ କିରେ ସ୍ୱାମୀ ବଞ୍ଚିଥବ କେମିତି ଆଉ ଆମ ସ୍ତ୍ରୀ କଣ ମୁଁ ମରିଗଲେ ମୋ ସ୍ତ୍ରୀ ବିଧବା ହବ ସେ କଣ ଓରିଜିନାଲ ବିଧବା ନାଇଁ ଟୋନ ଶୁଭୁନି ଆଉ କଣ କରିବି ତୋ ଟୋନ ଟା ମୋ ଦେହରେ ମିଶେଇ ଦେ ମୁଁ କଣ କରିବି ତୋ ମାଇକି ବାଲାକୁ କହୁନୁ ଆଉ ବାଗେଇ କଣ କରିବି ଯେତିକି କରିବା କଥା କରୁଛି ଆଉ ବେଶୀ କରିବେ ମତେ ଆସିନି ରହ ହଁ ମୋ ଜାତି ଭାଇ ମୁଁ କଣ ଚିହ୍ନି ତ ହଁ ହଁ ଏ ଗାଁରେ ପୁରୁଣା ହେଲିଣି ଚିହ୍ନିବିନି କାହାକୁ ରହ ଆପଣଙ୍କର ବିଲୁଅ ମଙ୍ଗଳ ବ୍ରାହ୍ମଣ ଚିନ୍ତାମଣି ବେଶ୍ୟା ପାଖରେ କଣ କରୁଛି କଲା ନିଜ ପ୍ରାଣ ଚିନ୍ତାମଣି କି ମୁଗ୍ଧ ପ୍ରେମୀ କବି କି ଚାରୁ ନେତ୍ରା ଭୀରୁ କୁନ୍ତଳ ଗଭା ପରିପାଟି କି ନିରିଖି ନିରିଖି ଯତନେ ଗୋଟି ଗୋଲାପ ଦେଇ ମଣ୍ଡୁ ঢেলে নিয়ালি মালা অঙ্ক পলঙ্কে থই সজন বর্গে চিন্তামণি বেশ্যার দেহরে গোলাপ ফুল মন্ডি দଉଛି ବିଲୁଅ ମଙ୍ଗଳ ଏତିକି ବେଳେ ଆତ୍ମୀୟ ମାନେ ପହଞ୍ଚିଗଲେ ବିଲୁଅ ମଙ୍ଗଳ ବ୍ରାହ୍ମଣ ସାଙ୍ଗରେ ନେଇଗଲେ ବୋପା ମୁହଁରେ ଟିକେ ପାଣି ଦବାକୁ ଏଇଟା କେଡେ ପ୍ରେମ ପାଗଳ ଏ ଟୋକା ହେଇଯାଇଛି ବ୍ରାହ୍ମଣ ମାନେ ଶ୍ଲୋକ ଗାଇଲେ ଓಂ ବିଷ୍ଣୁ 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 ଶୁକ୍ଲାମ୍ବର ଧର ବିଷ୍ଣୁ ଶଶିବର୍ଣ୍ଣ ଚତୁର୍ଭୁଜ ପ୍ରସନ୍ନ ବଦନ ଧ୍ୟାୟେ ସର୍ବବିଘ୍ନ ପ୍ରଶାନ୍ତ ବ୍ରାହ୍ମଣ ବସି ପଇଲେ ମନ୍ତ୍ର ଗାଇଲେ ଶୁକ୍ଲାମ୍ବର ଧର ଏ ବିଲ୍ବ ମଙ୍ଗଳ କଲା ଏଗୁଡାକ ଓରିଜିନାଲ ବ୍ରାହ୍ମଣ ଭାଇନା ଭାଇନା ବଢିଆ ଶ୍ଲୋକ ଗାଉଛ ତମେ କହିଲ ଶୁକ୍ଲାମ୍ବର ଶୁକ୍ଲାମ୍ବର ବିଷୟରେ ଜାଣିଛ କହିଲା ଶୁକ୍ଲାମ୍ବର ଧର କହୁ ସେ ଭାବେ ଚିନ୍ତାମଣି କି ଶଶି ବର୍ଣ୍ଣା ଏକା ସେହି ତ ଧ୍ୟାଏ ଧାଏ ତେଣିକି ଭାଇନା ମୁଁ ଚିନ୍ତାମଣି ଶୁକ୍ଲ ବୋଲେ ଧଳା ଲୁଗା ତମେ କହିଲ ଶଶି ବର୍ଣ୍ଣା ଶଶି ବୋଲେ ଚନ୍ଦ୍ର ମୋ ଚିନ୍ତାମଣିଟା ଚନ୍ଦ୍ର କହିଲା ଚତୁର୍ଭୁଜ କହୁ ତୁଣ୍ଡରେ ଭାବେ ଚତୁରୀ ଭୁଜ ଖାନ୍ତି ମୋ ଚିନ୍ତାମଣି ଚତୁରୀ କଲା ଏକାଳେ କାଳ ବୈଶାଖୀ ମେଘ ଆସିଲା ଘୋଟିରେ
ঘরে মরু তলটি কোଉଠି ଥିଲା କି ଜାଣି ଆଜ୍ଞା ସମ୍ବର୍ତ୍ତକ ଆବର୍ତ୍ତକ ଦ୍ରୋଣ ପୁଷ୍କର ଚାରି ମେଘ ଯାକ ଆସିଲେ ଚାରି ମେଘ ଗର୍ଜିଲେ ବୁଢା ମୁହଁରେ ନିଆଁ ଟିକେ ଦେଇପାରିଲାନି ନା 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 ଶବଟା ପାଣିରେ ଭାସି ଭାସି ନଦୀରେ ଭିସିଗଲା ଆଚ୍ଛା ବ୍ରାହ୍ମଣ ଗୁଡାକ ପ୍ରାଣ ବିକଳରେ ଛାଡିକି ପଳେଇଲେ ପଳେଇଲେ ବିଜୁଳି ମାରୁଛି କିଏ ସେ ରହିବ ନା ଆକୁ ତ ଚିନ୍ତାମଣି ପ୍ରେମ ଘାରି ହଁ ହଁ ଖାଲି ଚିନ୍ତାମଣି ହେଇକି ନଦୀ କୂଳରେ ପହଞ୍ଚିଲା ଗଲା ଚମକି ଦେଖିଲା ତଟିନି ଦୁଇ କୂଳ ଉଛାଳି ଦୁଇ କୂଳ ଉଛାଳି ନୀଳ ଲହରୀ ଆଭାରେ କ୍ରୋଧେ ଧାଏ କରାଳି ଘରେ ଧାଏ ଚମକି ପଡିଲା ନଈ ଦି କୂଳ ଖାଇକି ବହୁତ ବଢୁଛି ଆରେ ଡଙ୍ଗା ବାଲା କେଉଟ ପିଲା ସବୁ ମରିଗଲ କି ରେ ଆରେ ଡଙ୍ଗା ବାଲା କୁଆଡେ ଗଲ ଆରେ ଡଙ୍ଗାଳ ଏ ନଈ ଏକୁଳ ଏକୁଳ ଖାଉଛି ନେଇକି ଯାଇ ହବନି ଏଇନେ ନୀତି ଧାଏ କେତେ ନାବତ ଆଜି ନାହିଁ ଗୋଟାଏ ଆଜି ନାହିଁ ଗୋଟାଏ ମିରଣ ରଙ୍ଗିନୀ ଭଙ୍ଗି ଦମ୍ଭ ଦୁଟାଏ ଭବି ଦମ୍ଭ ଦୁଟାଏ ସବୁଦିନ କେତେ ଡଙ୍ଗା ଗଦା ହଉ ହଁ ଆଜି ତ ଗୋଟେ ନାଇଁ 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 ଗୋଟିଏ ହେଲେ ଡଙ୍ଗା ନାହିଁ ଏତେ ଭଲ ପାଉଛି ପ୍ରେମିକକୁ ପ୍ରେମ ନିଶା ଜୋର ଧରିଛି କଣ କରିବ ପାଗଳ ତ ହେଇଗଲାଣି ଆଉ ସମ୍ଭାଳି ପାଇଲାନି ନା 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 କଣ କଲା ବିଲ ମଙ୍ଗଳ କଣ କଲା ନା ପୁରାଣ ପୁରୁଷି ପ୍ରେମିକ ଝାସି ଲହରୀ ଡଳେ ଭାସି ଲହରୀ ଜଳେ ହେ ରାତି ଲହରୀ ଜଳେ ଲାଗେ ଅନ୍ଧାର ଭୀମା ତଟିନି ତଳେ ତଟିନି ତଳେ ତଟିନି ତଳେ ତଟିନି ତଳେ ମିଶିଗଲା କେଉ ଅନ୍ଧାର ତଟିନି ତଳେ କେହି ପଡିଲା ନଦୀ କି ବିଲୁଅ ମଙ୍ଗଳ ହଁ 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 ପ୍ରଭୁର କୃପାରେ ଗୋଟେ ଡଙ୍ଗା ପାଇଲା ସେ ଡଙ୍ଗାଟା କିଏ କିଏ ଡଙ୍ଗାଟା ଓରିଜିନାଲ ଡଙ୍ଗା ନଥିଲା ଆଉ ଯୋଉ ବାପାର ମୁହଁରେ ଆଚ୍ଛା ନିଆଁ ଟିକେ ଦେଇନି ନାଇଁ 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 ସେଇ ବାପାର ଶବଟା ହେଲା ସାହାରା ନଦୀ ଗର୍ଭରେ ଗଳି ପଡିଲା ବେଳେ ଆଚ୍ଛା ସେଇ ବାପା ଶବ ଉପରେ ଭାସିକି ଆରପୁରରେ ପହଞ୍ଚିଲା ଆଉ ତାକୁ ବଞ୍ଚେଇଲା କିଏ କିସେ ସେଇ ଚିନ୍ତାମଣି ତେଣୁ ପାଲାର ପ୍ରଥମ ପର୍ଯ୍ୟାୟରେ ଆଜ୍ଞା ମୁଁ କହିଥିଲି ଭକ୍ତ ଚାରି ପ୍ରକାର ଆର୍ତି ଅର୍ଥାର୍ଥୀ ଜିଜ୍ଞାସୁ ଜ୍ଞାନୀ ଜ୍ଞାନୀ ଏ ଚାରି ପ୍ରକାର ଭିତରୁ ବିଲ୍ୱ ମଙ୍ଗଳ ଥିଲା ଗୋଟେ ଜିଜ୍ଞାସୁ ଭକ୍ତ ବାପା ମରିଗଲା ପରୁଆ ନାହିଁ ସ୍ତ୍ରୀ ଛାଡି ଚାଲିଗଲା ପରୁଆ ନାହିଁ ପରୁଆ ନାହିଁ ନାଇଁ ଲୋ ଭାଇ ତୋ ଭାଇ ନା ହୋତା ଭାଇ ନା କେବେ ମଞ୍ଚ ଉପରେ ଅଳସ ନେଇନି ନାଇଁ ନାଇଁ ଅରେଇ ଗାଁ ହଉଛି ମୋ ମା ଅରେଇ ଗାଁ ମୋ ମା ଯାଜପୁର ଜିଲ୍ଲାର କୋଉ ଗାଁ ପ୍ରାୟ ବାକି ନାହିଁ ସେତେ ବାଦ ପାଲା ଅନୁଷ୍ଠାନ ଆଜ୍ଞା 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 15 ବର୍ଷ ହେଲା ଯାଜପୁର ଜିଲ୍ଲା ମତେ ଛାଡୁନି ପୁଣି ଏ ବର୍ଷ କଇଁଆ ଗୋଲା ଅଛି ବାସ୍ ପୁଣି ମଲ୍ଲିପୁର ଜୟଚଣ୍ଡୀ ଅନୁଷ୍ଠାନ ଅଛି ପୁଣି ଯାଜପୁର କଲ୍ୟାଣପୁର ଅନୁଷ୍ଠାନ ଅଛି ବାସ୍ ପୁଣି ରଙ୍ଗରଙ୍ଗା ଅନୁଷ୍ଠାନ ଆସିବ ଆଚ୍ଛା ପୁଣି କୁଆଖିଆ ମାରୁଟିକର ଆସିବ ପୁଣି ଖପୁରିଆ ପଦା ଆସିବ
ପୁଣି ପାଣି କୋଇଲି ଷଠିପୁର ମଞ୍ଚ ଆସି ହଁ 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 ମତେ ଯାଜପୁର ଛାଡ଼ିବନି। ଛାଡ଼ିବନି। ଆର ଜନ୍ମରେ ଜଗନ୍ନାଥକୁ ମା ବିରଜାକୁ ମୁଣ୍ଡିଆ ମାରି ମାଗୁଛି, ହଁ ମା ମା ଆର ଜନ୍ମରେ ମୁଁ ଯେମିତି ଗୋଟେ ଯାଜପୁରିଆ ପୁଅ ହୁଅନ୍ତି। ଏବେ ଏବେ ଏ ଯାଜପୁରର କୋଉ ମା ମତେ ଜନ୍ମ ଦିଅନ୍ତା, ଆର ଜନ୍ମରେ ମୁଁ ଯାଜପୁର ପୁଅ ହେଇକି ଜନ୍ମ ହୁଅନ୍ତି। ହେଇକି ଜନ୍ମ ହୁଅନ୍ତି। ଏ ମାଟି ମହାନ, ବାସ୍। ଏଇ ମାଟିରେ ଇନ୍ଦ୍ରଦ୍ୟୁମ୍ନ ଜଗନ୍ନାଥକୁ ପାଇଛି। ହଁ ଏଇ ମାଟି ମହାନ, ହଁ ଏଇ ମାଟିରେ ଛତିଆ ବଟ ମହନ୍ତ ହାରିଆ କୁମାର ବାସ୍। ବିଶ୍ୱ ପ୍ରସିଦ୍ଧ ହେଇଯାଇଛି। ହଁ ହଁ ଏଇ ମାଟିରେ ମହାନ ହଁ କଳା ଜଗତର ହିରୋ ବାସ୍। ଆପଣ ମାନଙ୍କର କୃଷ୍ଣ ପ୍ରସାଦ ବସୁ ଯୋଗୁ ପାଲା ବଞ୍ଚିଛି। ହଁ ଏଇ ଜିଲ୍ଲାର ପୁଅ ହେଇକି ମତେ ମା ଜନ୍ମ ଦଉ। ହେବେ ତ ଲୋକମାନଙ୍କର ଆଶୀର୍ବାଦ ତାଳି ମାଡ଼ରେ ନିଶ୍ଚିତ ଏଇ ଜାଗାରେ ଜନ୍ମ ହେବେ। ଚୁପ୍! କହିବାକୁ ତ ଭେଳ ନାହିଁ। ହଁ। ଯାହା ହଉ ଏତେ ସମୟ ମଞ୍ଚ ଉପରେ ଠିଆ ହେଇକି ପାଲା ଗାଇବାର ତାକତ ମୋର ବାପା ମାନିଲ ନଥିଲା। ନାଇଁ ନାଇଁ ନାଇଁ। ମେଡିକାଲରୁ ଆସିଲା ପରେ ହଁ। ସେ ମାର ଦୟାରେ ମୁଁ 3 ଘଣ୍ଟା ମଞ୍ଚ ଉପରେ ଠିଆ ହେଇପାରୁଛି। ବାସ୍। ଅଚ୍ୟୁତାନନ୍ଦ ମହାପୁରୁଷ ହରିବଂଶ ପ୍ରଥମ ଖଣ୍ଡରେ କହିଲେ, ଦେଖିବା କହିଲେ? କଣ ଲେଖିଛନ୍ତି? କହିଲେ କଳିଯୁଗେ ସିନା ରାମରେ ଆହା, ହରି ବୋଲ ବାରଣ, ହରି ବୋଲ ବାରଣ ହରି ବୋଲ ଗেলে বংশরে তার হুয়ে পতন। তার এ পতন ହଁ। কলিযুগরে যে হরিবোল যোଉମାନେ এটি হরিবোল দেলে, ହଁ। ଯୋଉମାନେ ଦେଇନାହାନ୍ତି ଦେଖିଛନ୍ତି? ତାଙ୍କର ପାପ ଗୁଡାକ ସେଇମାନେ ନେଇକି ଯିବେ ଯେ ହରିବୋଲ ଗାଏ। ଓହୋ ତାଙ୍କ ପୁଣ୍ୟ ଅନ୍ୟ ଲୋକ ନବ। ଆଚ୍ଛା। ଆଚ୍ଛା ମୋ ମା ମାନେ ହୁଳ ହୁଳି ଦେଲ, ହଁ। ଗଲା ହୁଳ ହୁଳି। ହଁ ଶୁଭିଲା ମତେ। ଗଲା ହୁଳ ହୁଳି ଦେଲେ ନାରୀ, ଦେଖିଆ କି ହୁଳ ହୁଳି ଦଉଛି ମୁଁ ଟିକେ ଦେଖିବି। ଗଲା ହୁଳ ହୁଳି ଦେଲେ ନାରୀ হইব বিধবা, হরি নামে হুড়হুলি শোন নাহি হবা। খাই হু হু হউছ তুমি পাଳିଆ ମାନେ ଟିଣ ବସେଇବ, ଯାହା 2 ଟଙ୍କା ନବା କଥା ନବ। କାଲି ହଉଛ ଆପଣ ସେ କଣ ହୁଳହୁଳି ଦେଇଛନ୍ତି ଆପଣଙ୍କର ମଙ୍ଗଳ ପାଇଁ? ଯୋଉ ନାରୀ ହୁଳହୁଳି ଦେଲା, ହଁ ଜିଭ ବୁଲେଇଲା, କଲା ଦକ୍ଷିଣରୁ ରସନା ଦେ ହଇଲେ ବମୋହନ। ନିଶ୍ଚୟ ବାଳା ହଇବ ବିଧବା ପ୍ରମାଣ। ଯୋଉ ନାରୀ ହୁଳହୁଳି ଦେଲା ବେଳେ ଜିଭକୁ ଡାହାଣରୁ ବାଁକୁ ବୁଲେଇକି ହଲହଲ ନହେଲେ ଯିଭର କେମିତି ହୁଳହୁଳି ଆସିବ? ସେଇଠି ବିଧବା ହବ। ହଁ। କଲା ବାମରୁ ଚାଳନ ହେଲେ ଦକ୍ଷିଣର ସହନା। 7 ଜନ୍ମ ଯାଏ ହେବ ଅପୁତ୍ରିକ ସିନା। ଯୋଉ ନାରୀ ହୁଳହୁଳି ଦବ ବାଁରୁ ଯିବ କରିବ, ହଁ। ବାଁରୁ ଡାହାଣୁ ଆଚ୍ଛା। 7 ଜନ୍ମ ଯାଏ ସେ ଅପୁତ୍ରିକ ହବ। କହିଲା ସମାନରେ ରସନାକୁ ଚାଳନ ପ୍ରବଳ। ପିତୃପୁରୁଷ ଯାହା ଠାରୁ ନ ପାଇବେ ଜଳ। ସମାନରେ ଜୀବକୁ ବୁଲେଇକି କଲା, ଆଚ୍ଛା। ପିତୃପୁରୁଷ ତାଠୁ ପାଣି ପାଇବନି, ସେଇଟା ଅଲକ୍ଷଣୀୟ। ଆଉ କେମିତି ହୁଳହୁଳି ତାହେଲେ ଦେଲେ? ହୁଳହୁଳିଟା କେମିତି ଦେଲ ମତେ ମା କହ? ହଁ, କେମିତି ଦେଲେ ମୁକ୍ତି ପାଇବ? ତମେ କେମିତି ହୁଳହୁଳିଟା ଦେଇଛ ହଁ, ସେଟା କାମରେ ଲାଗିବ। ତମେ ମତେ କହ। ଦଉନ ହୁଳହୁଳି, ଆଜ୍ଞା ଆଉ ଦବନି? ଆଉ ଦେବେନି। ଆଜ୍ଞା ଭିତରେ ଭିତରେ ସେ ଯିଭ ହଲଉଛି କୋଉ ପଟକୁ ହଲା ହଉଛି। ଆଉ ଦବନି?
କେମିତି ହୁଳହୁଳିଟା ଦେଲେ ବାସ୍ ତମର ମଙ୍ଗଳ ହବ, ତମ ସ୍ୱାମୀର ମଙ୍ଗଳ ହବ, ବାସ୍ ପୁଅର ମଙ୍ଗଳ ହବ, ଗାଁର ମଙ୍ଗଳ ହବ, ବିଶ୍ୱର ମଙ୍ଗଳ ହବ। ଆଚ୍ଛା କେମିତି ହୁଳହୁଳି ଦେଲେ ଜଗତ ଯାକର ମଙ୍ଗଳ। ଆଉ ତ ବେଳ ନାଇଁ, ନା ତାକୁ ଆସନ୍ତା କାଲି ଖୋଲିବି ଏ ଗୁମରୁ। ଆଉ ଯୋଉ ଭାଇମାନେ ତାଳି ବାଡେଇ ଦେଲ, କେମିତି ବାଡେଇଲ? କେମିତି ବାଡେଇଲ? ଏମିତି ବାଡ଼େଇଲା ଆଉ କଣ ଗୋଡେରେ ବାଡେଇଥାନ୍ତୁ? ହାତରେ ବାଡ଼େ ତାଳି ତ ହାତରେ ଏମିତି ବାଜିବ। କଲା ଦକ୍ଷିଣ ଦିଗରୁ କର ହଇଲେ ଚାଳନା, ପିତୃପୁଂସ ତାଠୁ ଜଳ ନ ପାଉନ୍ତି ସିନା ହୋ ସୁମନା ଡାହାଣ ହାତକୁ ନେଇକି ବାଁ ହାତରେ କରିକି ତାଳି ବାଡିଲେ ତମେ ଅଲକ୍ଷଣା, ତମ ଭୂପା ତମଠୁ ପାଣି ପାଇବ। ଆଚ୍ଛା କଲା ବାମ କରେ ହସ୍ତ ବାଦ୍ୟ ହଇଲେ ଯୁଗଳ, ସାତ ଜନ୍ମ ଯାଏ ହବ ପୁତ୍ରିକ ସାର। ସୁମନା ଯାଏ ସାତ ଜନ୍ମ ଯାଏ ତାଳି ବାଡିଲେ ବାଁ ହାତକୁ ଡାହାଣ ହାତରେ କଚିକି ଆଚ୍ଛା ଅପୁତ୍ରିକ ହବ। ହଁ ଆଉ କେମିତି ସମାନରେ ବାଡେଇବ। ମାନେ ଏ ହିନ୍ଦୁ ସନାତନ ଧର୍ମ ନୁହେଁ ଆପଣର, ତମେ ସବୁ ମୁସଲମାନ ହୋଇବ ନିକର। ସୁମନା ଅଚ୍ୟୁତାନନ୍ଦ କହିଲେ ସମାନେ ତାଳି ବାଡିଲେ ସବୁ ପଠାଣ ହବ। ପଠାଣ ହବ। ହୋଇବ ଯବନ ବେଶ, ଏଥକୁ ଅଚ୍ୟୁତ କରିବ କିସ ଯାଇ ফুল আলো যাই ফুল আলো যাই ফুল ଏଣୁ ହେବ ସର୍ବନାଶ। যাই ফুল ତାହେଲେ ତାଳିଟା କେମିତି ବାଡେଇଲେ ହଁ ସମସ୍ତଙ୍କର ମଙ୍ଗଳ ହବ? ହବ କି ପ୍ରକାର ବାଡ଼େଇଲେ? ତାକୁ ମୁଁ ଆସନ୍ତା କାଲି ଆଜ୍ଞା ହରିବୋଲ କେମିତି ଦବ, ହୁଳହୁଳି କେମିତି ଦବ, ବାସ୍ କରତାଳି କେମିତି ଦବ, ଯିବ। ଯାହା ବି ହଉ ମନରେ ଭାବି ନଥିଲି। ସମୟ ତଥାପି ରାତି 11ଟା ବାଜିବ। ଆଚ୍ଛା କଣ 12 ହେଲାଣି? ଚଣ୍ଡାଳ ମୋ ଗୋଡକୁ ଟିକେ ଚିପି ଦଉନ ସାର୍, ଟାଇମ ହେଇଗଲା। ଯେତେବେଳେ ମୂଲିଆ ମାନେ ମୂଲ ଲାଗୁଥିବେ ଟାଇମ ହବ, ସେ ତଳି କାଦୁଅ ଫୋପାଡା ଫୋଡି ହେବେ। ମାଲିକ ହବ ତ ହଁ କାଦୁଅ ଫୋପାଡା ଫୋଡି ଟିକେ ମଜା କରୁଛନ୍ତି, ନାଇଁ ତାଙ୍କର ଏଇଟା ଇଙ୍ଗିତ ଇସାରା ଅଛି, କାଦୁଅ ଫୋପାଡିଲେ ଟାଇମ ଓଭର। କେଉଥିଲେ ଚାଲିଲେ, ଆରେ ମୂର୍ଖ 12ଟା ବାଜିଲାଣି, ତମେ ମୋ ଗୋଡ ଟିକେ ଚିପି ଦିଅନ୍ତ ସାର୍, ଟାଇମ ଓଭର ବୋଲି। ଆଚ୍ଛା ହଉ ହଉ ଯାହା ବି ହଉ, ଏଠି ଖଟିଲେ କାହିଁ ମତେ ଜଣା ପଡୁନି କଷ୍ଟ, କାରଣ ଏଇ ମାଟି ଶାଳ ଗ୍ରାମ ବାସ୍ ଆପଣ ମାନେ ଜଣେ ଜଣେ ଗଣେଶ ସାଙ୍ଗରେ ସମାନ। ବାସ୍ ଆପଣ ମାନଙ୍କର ପୁଣ୍ୟ ଏତିକି, ହଁ ହଁ ଯାହା ବି ହଉ ତମେ ବିରଜା ମାର କୋଳରେ ଜନ୍ମ ହେଇଛ। ସ୍ୱୟଂ ଜଗନ୍ନାଥ ହଉଛି ବିରଜା, ସ୍ୱୟଂ ଜଗନ୍ନାଥ ବିରଜା। ତାକୁ ତ କହିବାକୁ ଫେଳ ନାହିଁ, ତୁ କଣ ବୁଝିବୁ? ହଁ 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 ସଂସାରରେ ଦିଟା ପାଞ୍ଜି ଚଳେ, ବାସ୍ ଗୋଟେ ଜଗନ୍ନାଥ ପାଞ୍ଜି, ଗୋଟେ ବିରଜା ପାଞ୍ଜି। বিরজা পান ଠିକ କଥା। ଏହା କାରଣ କାରଣ ବିରଜାଟି ହେଉଛି ବଡ ଦେଉଳରେ ବିମଳା, ଇଏ ନାଭି ଗୋୟା କ୍ଷେତ୍ର, ଆଚ୍ଛା ସିଏ ପୂର୍ଣ୍ଣ ନାଭି କ୍ଷେତ୍ର। ହଁ ହଁ ମାର ନାହିଟା ପଡିଛି ହଁ ତମ ମଣିନାଥପୁର ଗଲାବେଳେ ଯାଜପୁର ଟାଉନ ଯୋଉ ଦଶାଶ୍ୱମେଧ ଘାଟ, ବିରଜା ମନ୍ଦିର ନାଭି ଗୋୟା। ଆଚ୍ଛା ମାର ଜୋନିଟା କଟିକି ପଡିଛି ପୁରୀରେ ବୋଲି ନା ତାର ବିମଳା। ଯାହା ବି ହଉ ଆଜି ସେଇ ମା ବିରଜା ଆଚ୍ଛା ପାଲାରେ ମୁଗ୍ଧ ହୋଇ ମଦନ ମୋହନ ସାହୁ ଘଣ୍ଟିଆଳି 101 ଟଙ୍କା ପୁରସ୍କାର କରିଛନ୍ତି। ଏ ମଦନ ନା କହିଲେ ଟିକେ କଷ୍ଟ ଆସୁଛି ମୋ ହୃଦୟ। ଗଲା ବର୍ଷ ଏଇଠୁ ସିଲ୍ କପ୍ ନେଇକି ଗଲା ପରେ, ତା ପୂର୍ବ ବର୍ଷ ଆଜ୍ଞା ଆଜ୍ଞା ଠିକ୍ ଏଇ ମାସ ଆଜ୍ଞା ଅକ୍ଟୋବର ମାସରେ କାମାକ୍ଷାନଗରରୁ ପାଲା ଗାଇକି ଆସୁଥିଲି, ହଁ ଡ୍ରାଇଭର ନେଇକି ଗାଡ଼ିଟାକୁ ଗୋଟେ ଗଛ ଭିତରେ ବାଡ଼େଇ ଦେଲା। 17 ଲକ୍ଷ ଟଙ୍କା ଗାଡ଼ି ଗଲା, 40,000 କବାଡ଼ିଆକୁ ବିକିଲି। କାହିଁ ଗଲ ସରପଞ୍ଚ ହେ ଅନୁକୂଳ ଆଣ, ଟଙ୍କା 1000
বিটি বাবু দেব যে দক্ষিণা ଏବେ ବିଦାୟ ମାଗିବ ବ୍ରାହ୍ମଣ ଯେ ସିନା ଆସ ଆସ ଯୋଜମା ନୁହେଁ କଣ ତୁ ଦବୁ ହଜାରେ ତୁ ଦବୁ ହଜାରେ ଆଉ କଣ ମାଗିକି ନେବିନି ଆଜି ଅନୁକୂଳ ଦକ୍ଷିଣାଟା ନେବିନି ଓ ବ୍ରାହ୍ମଣ ହିସାବରେ ଆଜ୍ଞା ତା ମାନେ ସରପଞ୍ଚ ବାବୁ ପୂର୍ବତନ ସରପଞ୍ଚ ତମେ ଚାହୁଁଛ ଲୋକମାନେ କେମିତି କଟିବେ ଦେଖିବୁ କାଲି ଘଣ୍ଟାକରେ କଟେଇଦେବି ନାଇଁ ରେ ଆଉ ଖଟି ପାରିବିନି ବେଶୀ ଯେତେବେଳେ ନ ଆଉଛି ତମେ କହୁଛ ଭାଇନା ଠିଆ ହେବା ଦରକାର ନାହିଁ ଚୌକି ନା ମା ଦେଇ ଦଉଛି ତ ଆଚ୍ଛା କଲା ପୁତ୍ରେଷ୍ଟି କାରଣ ଯଜ୍ଞ ବ୍ରହ୍ମା ଗୋଟି କଲା ମାତ୍ର ସେତେବେଳେ ଭାର୍ଯ୍ୟା ସାବିତ୍ରୀ ନଥିଲା ନାରାୟଣ ନାରାୟଣ କରିଲା ସ୍ମରଣ ନାରାୟଣ ନାରାୟଣ କରିଲା ସ୍ମରଣ ବ୍ରହ୍ମାର ବାଳରୁ ହେଲା କୁଶର ଜନମ ସୁମନା ନାରାୟଣ ନାମରଟି ସେ ଶିବ ଶଙ୍କର ପୂଜା କଲା ଆସ ଆସ ଦେବ ଚକ୍ରଧର ସୁମନା ଶିବର ବାଳରୁ ଦୁବ ପତ୍ର କଳିଲା ତାହାକୁ କପିଳା ଗାଈ ମୁହ ମାରିଦେଲା ସୁମନା ବିଷ୍ଣୁର ବାଳରୁ ବାବୁ ଦୁବର ଜନମ ଏଣୁ ଶୁଭ କାର୍ଯ୍ୟ ଦୁବ ପର କୋଳି ଜାଣ ସୁମନା ପୁଅ ବିଦାୟ ମାଗ ଆନନ୍ଦରେ ହରି ବୋଲ ମାହୁଳ ଓ ଦବନି ହୁଳ ହୁଳି କାଲି କହିବି କେମିତି ହୁଳ ହୁଳି ଦବ ଆଉ ସମସ୍ତେ କାଲି ନିଶ୍ଚିତ ହୁଳ ହୁଳି ଦବ କୃଷ୍ଣ ଗୋବିନ୍ଦ ଗୋବିନ୍ଦ ବୋଲ রে জয় রাধে রাধে কৃষ্ণ কৃষ্ণ গোবিন্দ গোবিন্দ বল রে রাধে গোবিন্দ 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 বলে সদা করে জয় রাধে রাধে কৃষ্ণ কৃষ্ণ গোবিন্দ গোবিন্দ বল রে হরি বল হরি বল ভগবান হরি বল হরি বল ভগবান হরি বল হরি বল হরি বল হরি বল ভগবান ওলা আଳତୀକୁ ଘେନ ହେ ମାଲ ଜଗତ ମାତା ଆରତୀକୁ ଘେନ ହେ ମାଲୋ ଜଗତ ମାତା ଆରତୀକୁ ଘେନ ହେ ଚାରୁ ପଗୁଣକୁ ମୁଖେ ବିରାଜନ୍ତି ନାରୁ କରୁଣକୁ ମୁଖେ ବିରାଜନ୍ତି ପାବନ୍ତି ଯାକୁ ବ୍ରହ୍ମାଣ୍ଡ ପିତା ଆଳତୀକୁ ଘେନ ହେ ମାଲ ଜଗତ ମାତା ଆଳତୀକୁ ଘେନ ହେ
ସତ୍ୟରେ ଆଳତୀକୁ ନେଲୁ ମା ମହିଷା ଅସୁର ବଧିଲୁ ମହିଷାସୁର ବାଧିଲୁ ମହିଷାସୁର ବଧିଲୁ ତ୍ରେତୟା ଯୁଗରେ ରାମର ରଥରେ ଯୁଗରେ ରାମର ରଥରେ ରବି ରାବଣକୁ ସିନା ବଧିଲୁ ଆଳତି ମଘେଳ ମାଲୋ ଜଗତ ମାତା ଆଳତି ମଘେଳ ବିଜୁଳି ଯେ କନ୍ୟା ଦ୍ୱାପର ହଉ ସରପଞ୍ଚ କୁଆଡେ ଗଲ ସମସ୍ତେ ନିଜେ ଅଛନ୍ତି ଚାମର ଦେଇ